ଟ୍ରାଏଲ୍ ରନ୍ 22 ତାରିଖରେ ରଖାହେଇଛି। ସେଥିପାଇଁ ବୋଲି ଆମର ଯେଉଁ ସିକ୍ୟୁରିଟି ଅଫିସର ଅଛନ୍ତି ସେ ସବୁ ଜାଗା ଆଭିଏସନ୍ ଆସିଛନ୍ତି, ସେ ଦେଖୁଛନ୍ତି ଯେ ସିକ୍ୟୁରିଟି ପଏଣ୍ଟ ଅଫ୍ ଭ୍ୟୁରୁ କ'ଣ କ'ଣ କେମିତି ହେବାର ଅଛି ସେସବୁ ଯାକ ଦେଖୁଛନ୍ତି। ଯେହେତୁ ଆଗାମୀ ଦିନ ଗୁଡ଼ିକରେ ଆମେ ଏଠି ରେଗୁଲାର ମାନେ ଫ୍ଲାଇଟ୍ଟା ଅପରେସନ୍ କରିବା ପାଇଁ ଚାହୁଁଛୁ, ସେଥିପାଇଁ ଟ୍ରାଏଲ୍ ରନ୍ଟା କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ସେ ଆସିବେ ଦେଖିବେ, ସେଥିପାଇଁ ଯାହା ବି ଛୋଟ ଛୋଟ ତ୍ରୁଟି ବିଚ୍ୟୁତି ଅଛି ତାକୁ ପଏଣ୍ଟ ଆଉଟ୍ କରୁଛନ୍ତି ଏବଂ ସେ କହୁଛନ୍ତି ଯେ ଏଇଟା କରିବାର ଅଛି। ଯେମିତିକି ପାଣି ଯେଉଁ ଭିତରକୁ ପଶୁଛି ବା ପାଣି ଯାକ ବାହାରକୁ ଯାଉଛି ସେଇଟା କଲବଟ ଯାକ ଯେଉଁଟାକି ଛୋଟ ଛୋଟ ଯେଉଁ କଣା ଯାକ ଅଛି ସେ ଯାକ ଯେମିତି ବନ୍ଦ ହେବ, ଯାହାଫଳରେ ବିଲୁଆ ଫିଲୁଆ ଯେମିତି ପଶି ନପାରେ ବା କୁକୁର ପଶି ନପାରେ ସେଇଟା ଦେଖୁଛନ୍ତି। ତା ସହିତ ରାସ୍ତାରେ ଯେଉଁଟା ମାର୍କିଂ ଯାକ ଅଛି, ମାର୍କିଂ ଯାକ ଯେମିତି କ୍ଲିଅରଲି ଭିଜିବୁଲ୍ ହେବ, ଯେମିତି ଫ୍ଲାଇଟ୍ଟା ଉପରେ ଆସିଲା ବେଳକୁ ଯେମିତି ରନୱେଟା ଭିଜିବୁଲ୍ ହେବ ସେସବୁ ଯାକ। ତା ସହିତ ଛୋଟ ଗୋଟେ ଯେଉଁ ବୁସ୍ ଯାକ ଯେଉଁ ପଡ଼ିଯାଇଛି ଯେଉଁଟାକି ପବନରେ ହଲିକିରି ଯଦି ହାମ୍ପେରିଂ କରିବ ଯେଉଁଟା ଭିଜିବିଲିଟା, ସେଥିପାଇଁ ସେଇଟାକୁ ଦେଖୁଛନ୍ତି। ନାଇଁ ସିକ୍ୟୁରିଟି ଅଫିସର ସିକ୍ୟୁରିଟି ଦୃଷ୍ଟିକୋଣରେ ଆଗ ସିକ୍ୟୁରିଟି ନହେଲେ କେମିତି ଆଗକୁ ଆରମ୍ଭଟା ସେଇଟା କହି ହେବ ନାହିଁ, କାହିଁକିନା ସେଇଟା ଡିଜିସି ପରମିସନ୍ ଦେଲେ ଯାଇକରି ହେବ। ଏଇଟା ଆମେ କମର୍ସିଆଲ ବେସିସ୍ରେ ସେ ତାର ପରମିସନ୍ ପାଇଁ ସେ ଲାଗିଛି। 22 ତାରିଖରେ ଯେଉଁ ଟ୍ରାଏଲ୍ ରନ୍ ହେଲା ପରେ ସେ ତାର ପରମିସନ୍ ଆଣିକିରି ସେଇଟା ଯେହେତୁ କମର୍ସିଆଲ ବେସିସ୍ରେ ଏଇଟା କରିବ, କମର୍ସିଆଲଟା ସେ ତାର A1କୁ ଯେଉଁଟାକି ଜୟପୁରକୁ ଯେଉଁ ଆସୁଛି ସେ ହିଁ ଅପରେଟିଂ କରିବ ବୋଲି ଆଶା ଅଛି।